ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଜୀଙ୍କର ଆବିର୍ଭାବର କେତେକ ପ୍ରଶ୍ନ ଉତ୍ତର ସମସ୍ତ ପରୀକ୍ଷା ପାଇଁ ଉପଯୋଗୀ ପାର୍ଟ 1। ଆମ ଚ୍ୟାନେଲରେ ନୂଆ ଥିଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିନେବେ। ଚାଲନ୍ତୁ ଆରମ୍ଭ କରିବା ଆଜିକାର ପ୍ରଶ୍ନ ଉତ୍ତର। ଆଜିକାର ପ୍ରଥମ ପ୍ରଶ୍ନ, ମହାତ୍ମା ଗାନ୍ଧୀଙ୍କର ପୁରା ନାମ କ'ଣ ଥିଲା? ଏହାର ଉତ୍ତର ମୋହନ ଦାସ କରମଚାନ୍ଦ ଗାନ୍ଧୀ। ମହାତ୍ମା ଗାନ୍ଧୀଙ୍କର ପୁରା ନାମ ଥିଲା। ଏହାର ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ? ଏହାର ଉତ୍ତର 1869 ମସିହା ଅକ୍ଟୋବର 2 ତାରିଖରେ ମହାତ୍ମା ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ପୁରା ନାମ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ। ସେ 1869 ମସିହା ଅକ୍ଟୋବର 2 ତାରିଖରେ ଗୁଜରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀ କାହାକୁ ବିବାହ କରିଥିଲେ? ଏହାର ଉତ୍ତର କସ୍ତୁରବା। କସ୍ତୁରବାଙ୍କୁ ମହାତ୍ମା ଗାନ୍ଧୀ ବିବାହ କରିଥିଲେ। କସ୍ତୁରବାଙ୍କୁ ସମସ୍ତେ ଶ୍ରଦ୍ଧାରେ ବା ବୋଲି ସମ୍ବୋଧନ କରୁଥିଲେ। ଗାନ୍ଧୀଜୀଙ୍କ ସମସ୍ତ ରାଜନୈତିକ କାର୍ଯ୍ୟକଳାପରେ ସେ ତାଙ୍କ ସହିତ ରହୁଥିଲେ ଏବଂ ବହୁଥର ବନ୍ଦୀ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ଗାନ୍ଧୀଜୀ ବାରିଷ୍ଟରୀ ପଢ଼ିବା ପାଇଁ କେବେ ଇଂଲଣ୍ଡ ଯାତ୍ରା କରିଥିଲେ? ଏହାର ଉତ୍ତର 1888 ମସିହା 4 ସେପ୍ଟେମ୍ବରରେ ଗାନ୍ଧୀଜୀ ବାରିଷ୍ଟରୀ ପଢ଼ିବା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ। ମହାତ୍ମା ଗାନ୍ଧୀ ଭାରତରୁ 4 ସେପ୍ଟେମ୍ବର 1888 ମସିହାରେ SS କ୍ଲାଇଡ୍ ନାମକ ଜାହାଜରେ ବମ୍ବେରୁ ବର୍ତ୍ତମାନର ମୁମ୍ବାଇ ଇଂଲଣ୍ଡ ଅଭିମୁଖେ ବାହାରିଥିଲେ। ଇଂଲଣ୍ଡରେ ସେ 29 ସେପ୍ଟେମ୍ବର 1888 ମସିହାରେ ଇଂଲଣ୍ଡର ସାଉଥହାମ୍ପଟନ୍ ବନ୍ଦରରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ 28 ଅକ୍ଟୋବର 1888 ମସିହାରେ ସେ ସଠିକ୍ ଭାବେ ଲଣ୍ଡନ ସହରରେ ପହଞ୍ଚିଥିଲେ। ବହିରେ ଦିଆଯାଇଥିବା 1888 ମସିହା ଅକ୍ଟୋବର ମାସ, ସେଇଟା ଅକ୍ଟୋବର ନୁହେଁ, ସେଇଟା ହେଉଛି ସେପ୍ଟେମ୍ବର ମାସ। ସେପ୍ଟେମ୍ବର ମାସ 4 ତାରିଖରେ ମହାତ୍ମା ଗାନ୍ଧୀ ଯାଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ମକଦ୍ଦମା ଲଢ଼ିବା ପାଇଁ ଗାନ୍ଧୀଜୀ କେଉଁଠାକୁ ଯାଇଥିଲେ? ଏହାର ଉତ୍ତର ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ମହାତ୍ମା ଗାନ୍ଧୀ ଯାଇଥିଲେ। ମହାତ୍ମା ଗାନ୍ଧୀ 1888 ଅକ୍ଟୋବର ମାସରେ ବାରିଷ୍ଟରୀ ପଢ଼ିବା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ। ସେ 1891 ଜୁନ୍ ମାସରେ ଆଇନ ଶିକ୍ଷା ସମାପ୍ତ କରି ବାରିଷ୍ଟର ଭାବରେ ରାଜକୋଟ ଓ ବମ୍ବେରେ ଆଇନ ବ୍ୟବସାୟ କଲେ। ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ଏକ ମକଦ୍ଦମା ଲଢ଼ିବା ପାଇଁ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ଯାଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ଦକ୍ଷିଣ ଆଫ୍ରିକାରେ ବାସ କରୁଥିବା ଭାରତୀୟ ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକଙ୍କୁ ଶ୍ଵେତାଙ୍ଗମାନେ କ'ଣ ବୋଲି ସମ୍ବୋଧନ କରୁଥିଲେ? ଏହାର ଉତ୍ତର କୁଲି। କୁଲି ବୋଲି ଶ୍ଵେତାଙ୍ଗମାନେ ସମ୍ବୋଧନ କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ, ଗାନ୍ଧୀଜୀ କେତେ ମସିହାରେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ? ଏହାର ଉତ୍ତର 1894 ମସିହାରେ ମହାତ୍ମା ଗାନ୍ଧୀ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀ ଶ୍ଵେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ କେଉଁ ସମ୍ବାଦ ପତ୍ରିକା ପ୍ରକାଶ କରିଥିଲେ? ଏହାର ଉତ୍ତର ଇଣ୍ଡିଆନ ଓପିନିଅନ୍ ନାମକ ସମ୍ବାଦପତ୍ର। ଏହାର ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ କେବେ ଭାରତକୁ ଫେରିଥିଲେ? ଏହାର ଉତ୍ତର 1915 ମସିହା ଜାନୁଆରୀ 9 ତାରିଖରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିଲେ। ଏହାର ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀଙ୍କର ରାଜନୈତିକ ଗୁରୁ କିଏ ଥିଲେ? ଏହାର ଉତ୍ତର ଗୋପାଳ କୃଷ୍ଣ ଗୋଖଲେ। ଗୋପାଳ କୃଷ୍ଣ ଗୋଖଲେ ମହାତ୍ମା ଗାନ୍ଧୀଙ୍କର ରାଜନୈତିକ ଗୁରୁ ଥିଲେ। ଗାନ୍ଧୀଜୀ ଗୋପାଳ କୃଷ୍ଣ ଗୋଖଲେଙ୍କୁ ତାଙ୍କର ରାଜନୈତିକ ଗୁରୁ ଭାବେ ଗ୍ରହଣ କରିଥିଲେ। ଗୋପାଳ କୃଷ୍ଣ ଗୋଖଲେଙ୍କ ଉପଦେଶ ଅନୁଯାୟୀ ଗାନ୍ଧୀଜୀ 1 ବର୍ଷ କାଳ ରାଜନୀତିରୁ ଦୂରେଇ ରହିଥିଲେ ଏବଂ ସେହି ସମୟରେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କ ରାଜନୈତିକ ମନୋଭାବ ଲକ୍ଷ୍ୟ କରିଥିଲେ ଗାନ୍ଧୀଜୀ। ଏହାର ପରବର୍ତ୍ତୀ ପ୍ରଶ୍ନ, ଗାନ୍ଧୀଜୀଙ୍କୁ କିଏ ମହାତ୍ମା ଆଖ୍ୟା ଦେଇଥିଲେ? ଏହାର ଉତ୍ତର ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ବା ଟାଗୋର ଗାନ୍ଧୀଜୀଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। ଏହାର ପରବର୍ତ୍ତୀ ପ୍ରଶ୍ନ,
ଭାରତରେ ଗାନ୍ଧୀଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନର ନାମ କ'ଣ? ଏହାର ଉତ୍ତର ଚମ୍ପାରଣ ଆନ୍ଦୋଳନ। ଏହା 1917 ମସିହାରେ ହୋଇଥିଲା। ଏହାର ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀ ଚମ୍ପାରଣ ଆନ୍ଦୋଳନ କେଉଁଠାରେ ଆରମ୍ଭ କରିଥିଲେ? ଏହାର ଉତ୍ତର ବିହାର ଚମ୍ପାରଣ ଜିଲ୍ଲାଠାରେ ମହାତ୍ମା ଗାନ୍ଧୀ ଚମ୍ପାରଣ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହାର ପରବର୍ତ୍ତୀ ପ୍ରଶ୍ନ, ତିନି କାଠିଆ ବ୍ୟବସ୍ଥା କ'ଣ? ଏହାର ଉତ୍ତର ଚମ୍ପାରଣ ଆନ୍ଦୋଳନ ସମୟରେ ତିନି କାଠିଆ ବ୍ୟବସ୍ଥା ହେଉଛି ଏକ ଶୋଷଣମୂଳକ କୃଷି ପ୍ରଥା, ଯାହା ବିହାର ଚମ୍ପାରଣ ଜିଲ୍ଲାରେ ବ୍ରିଟିଶ ବଣିକମାନଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା। ଜଣେ ଚାଷୀ ତାର ଚାଷ ଜମିର ପ୍ରତି 20 ଭାଗରୁ 3 ଭାଗ ଜମିରେ ବାଧ୍ୟତାମୂଳକ ଭାବେ ନୀଳ ଚାଷ କରିବାକୁ ପଡୁଥିଲା। ସେଥିପାଇଁ ଏହାକୁ ତିନି କାଠିଆ ବୋଲି କୁହାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଆନ୍ଦୋଳନ ଗାନ୍ଧୀଜୀଙ୍କ ନେତୃତ୍ୱରେ ଭାରତର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ ଥିଲା? ଏହାର ଉତ୍ତର ଚମ୍ପାରଣ ଆନ୍ଦୋଳନ। ଚମ୍ପାରଣ ଆନ୍ଦୋଳନ ହେଉଛି ଗାନ୍ଧୀଜୀଙ୍କର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ ବୋଲି କୁହାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ଖେଡ଼ା ଆନ୍ଦୋଳନ କେବେ ହୋଇଥିଲା? ଏହାର ଉତ୍ତର 1918 ମସିହାରେ ଖେଡ଼ା ଆନ୍ଦୋଳନ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଖେଡ଼ା ଆନ୍ଦୋଳନ କ'ଣ? ଏହାର ଉତ୍ତର ଖେଡ଼ା ଆନ୍ଦୋଳନ 1918 ମସିହାରେ ଗୁଜରାଟର ଖେଡ଼ା ଜିଲ୍ଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିଲା। ଏହା ଏକ ପ୍ରମୁଖ କୃଷକ ଆନ୍ଦୋଳନ ଥିଲା। ଏହି ସମୟରେ ଖେଡ଼ା ଜିଲ୍ଲାରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା ଏବଂ ପୋକ ଲାଗିବା କାରଣରୁ ଚାଷୀଙ୍କର ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା। ରାଜସ୍ୱ ନିୟମ ଅନୁଯାୟୀ ଯଦି ଫସଲ 1/4 କମ୍ ହୁଏ ତେବେ ଚାଷୀମାନେ ସମ୍ପୂର୍ଣ୍ଣ କର ଛାଡ଼ ପାଇବାକୁ ଯୋଗ୍ୟ ଥିଲେ, କିନ୍ତୁ ବ୍ରିଟିଶ ସରକାର କର ଛାଡ଼ କରିବା ପରିବର୍ତ୍ତେ ବଳପୂର୍ବକ ଟିକସ ଆଦାୟ କରୁଥିଲେ। ଗାନ୍ଧୀଜୀ ଚାଷୀମାନଙ୍କୁ କର ନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଆନ୍ଦୋଳନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗାନ୍ଧୀଜୀଙ୍କର ଜଣେ ପ୍ରମୁଖ ସହଯୋଗ ଭାବେ ଉଭା ହୋଇଥିଲେ। ଶେଷରେ ବ୍ରିଟିଶ ସରକାର ବାଧ୍ୟତାମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହୋଇଥିଲେ ଏବଂ କେବଳ ସକ୍ଷମ ଚାଷୀଙ୍କ ଠାରୁ କର ଆଦାୟ କରିବାକୁ ନିର୍ଦ୍ଦେଶ ଦେଇ ଅକ୍ଷମ ଚାଷୀଙ୍କର କର ଛାଡ଼ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଗୁଜରାଟର ଅହମ୍ମଦାବାଦଠାରେ ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଗ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ୱତନ୍ତ୍ର ଭତ୍ତାକୁ କ'ଣ କୁହାଯାଉଥିଲା? ଏହାର ଉତ୍ତର ପ୍ଲେଗ ବୋନସ୍। ତାକୁ ପ୍ଲେଗ ବୋନସ୍ କୁହାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ, ଗାନ୍ଧୀଜୀଙ୍କ ସମ୍ପାଦନାରେ କେଉଁ ଦୁଇଟି ପତ୍ରିକା ପ୍ରକାଶିତ ହେଉଥିଲା? ଏହାର ଉତ୍ତର ନବଜୀବନ ଏବଂ ୟଙ୍ଗ ଇଣ୍ଡିଆ। ଏହାର ପରବର୍ତ୍ତୀ ପ୍ରଶ୍ନ, ଗାନ୍ଧୀଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନର ନାମ କ'ଣ? ଏହାର ଉତ୍ତର ରାଉଲତ ଆଇନ ବିରୋଧୀ ଆନ୍ଦୋଳନ। ଗାନ୍ଧୀଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ଏହାର ପରବର୍ତ୍ତୀ ପ୍ରଶ୍ନ, 1919 ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଣୀତ ରାଉଲତ ଆଇନ ବିରୋଧୀ ଆନ୍ଦୋଳନ ଥିଲା ଗାନ୍ଧୀଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ଏହାର ପରବର୍ତ୍ତୀ ପ୍ରଶ୍ନ, ରାଉଲତ ଆଇନ କେବେ ଗୃହୀତ ହୋଇଥିଲା? ଏହାର ଉତ୍ତର 1919 ମସିହା ମାର୍ଚ୍ଚ 18 ତାରିଖରେ ରାଉଲତ ଆଇନ ଗୃହୀତ ହୋଇଥିଲା। ଏହାର ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀ କେବେ ହରତାଳ ପାଳନ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ? ଏହାର ଉତ୍ତର 1919 ଏପ୍ରିଲ 6 ତାରିଖରେ ମହାତ୍ମା ଗାନ୍ଧୀ ହରତାଳ ପାଳନ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ। ଏହାର ପରବର୍ତ୍ତୀ ପ୍ରଶ୍ନ, 1919 ମାର୍ଚ୍ଚ 20 ତାରିଖରେ ଦିଲ୍ଲୀରେ ରାଉଲତ ଆଇନ ବିରୋଧରେ ହିନ୍ଦୁ ଓ ମୁସଲମାନମାନଙ୍କ ଏକ ଶୋଭାଯାତ୍ରା ଉପରେ ପୁଲିସ ଗୁଳି ବର୍ଷଣ କରିଥିଲା ଏବଂ ଭୁଲ ବୁଝାମଣା ହେତୁ ଦିଲ୍ଲୀରେ 1919 ମସିହା ମାର୍ଚ୍ଚ 30 ତାରିଖରେ ହରତାଳ ପାଳନ ହୋଇଥିଲା। ଏହାର ପରବର୍ତ୍ତୀ ପ୍ରଶ୍ନ, ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ହୋଇଥିଲା? ଏହାର ଉତ୍ତର 1919 ଏପ୍ରିଲ 13 ତାରିଖରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଘଟଣାଟିକୁ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ବୋଲି କୁହାଯାଏ? ଏହାର ଉତ୍ତର 13 ଏପ୍ରିଲ 1919 ମସିହାରେ ଅମୃତସରର ଜାଲିଆନାୱାଲାବାଗଠାରେ ଘଟିଥିବା ଗୁଳିକାଣ୍ଡକୁ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ବୋଲି କୁହାଯାଏ। କେତେ ମସିହାରେ ମହାତ୍ମା ଗାନ୍ଧୀ ରାଉଲତ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ? ଏହାର ଉତ୍ତର 1919 ଏପ୍ରିଲ 18 ତାରିଖରେ
ମହାତ୍ମା ଗାନ୍ଧୀ ରାଉଲତ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଇଂରେଜ ସରକାରଙ୍କ ବର୍ବରଚିତ କାର୍ଯ୍ୟରେ ପ୍ରତିବାଦ ସ୍ୱରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଏବଂ ମହାତ୍ମା ଗାନ୍ଧୀ କେଉଁ ଉପାଧି ତ୍ୟାଗ କରିଥିଲେ? ଏହାର ଉତ୍ତର, ରବୀନ୍ଦ୍ରନାଥ ଠାକୁର ନାଇଟ୍ ଉପାଧି ଏବଂ ମହାତ୍ମା ଗାନ୍ଧୀ କାଇଜର-ଇ-ହିନ୍ଦ ଉପାଧି ତ୍ୟାଗ କରିଥିଲେ। କୌଣସି ବ୍ୟକ୍ତିର ମହତ୍ ଗୁଣ ପାଇଁ ବା ରାଜସେବା ପାଇଁ ବା ସାମରିକ କ୍ଷେତ୍ରରେ ଅସାଧାରଣ ବୀରତ୍ୱ ପାଇଁ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନାଇଟ୍ ପଦ ଉକ୍ତ ବ୍ୟକ୍ତିଙ୍କୁ ସାର୍ ଉପାଧିରେ ଭୂଷିତ କରୁଥିଲା। ଏହା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ଦେଇଥିବା ବେଳେ କାଇଜର-ଇ-ହିନ୍ଦର ଅର୍ଥ ହିନ୍ଦୁସ୍ତାନର ସମ୍ରାଟ। ଏହା ଗାନ୍ଧୀଜୀଙ୍କୁ ଇଂରେଜଙ୍କ ଦ୍ୱାରା ଭାରତରେ ତାଙ୍କର ଅସାଧାରଣ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଇଥିଲା। ଏମିତି ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।